गुड मॉर्निंग स्टूडेंट्स। आम 2 मिनट वेट करिया कि पिला आसवे जॉइन करेंगे तापर क्लास स्टार्ट करिए। गुड मॉर्निंग मैम। गुड मॉर्निंग। तुम स्क्रीन विजिबल होची? हाँ मैम। चैट बॉक्स में निजर रोल नंबर सब लिखि दबो। आम यूनिट 1 सारे यूनिट 2 स्टार्ट करथिले तारू जो अकाउंटिंग टर्मिनोलॉजी थिला आम से सब पढ़ देथिले ହେଲା। तापर हमें केमती रूल्स ऑफ डेबिट और क्रेडिट जानथिले काली आउ क्लासिफिकेशन ऑफ अकाउंट्स भी पढ़थिले। अकाउंट्स रे हम पढ़थिले पर्सनल इम्पर्सनल गोटे थिला। पर्सनल पुनी सेमी डिवाइड करा हैची नेचुरल पर्सनल आर्टिफिशियल पर्सनल रीपेड पर्सनल अकाउंट रे। पुनी इम्पर्सनल अकाउंट रे टू टाइप रे हम पढ़थिले गोटे रियल अकाउंट आ गोटे नॉमिनल अकाउंट। पुनी रियल टा टैंजिबल रियल अकाउंट इनटैंजिबल रियल अकाउंट ए सब हम बहुत भलो रे पढ़थिले। ओके। तापरे हमें थंब रूल ऑफ अकाउंटिंग पढ़थिले जेटा कि हम कहउचे गोल्डन रूल्स ऑफ अकाउंटिंग। पर्सनल अकाउंट रे कौन होची रियल अकाउंट रे कौन केमति करबा आ नॉमिनल अकाउंट रे। हम फास्ट पर्सनल अकाउंट रे पढ़थिले जो माने पर्सन जे हमर जहा को मैं जान पारे कि गोटे पर्सन आइदर से लॉ द्वारा क्रिएट हेताउ कि नेचुरली क्रिएट हेताउ से केस रे कौन करिया रूल टा आउथरे हम देखिबा जी डेबिट द रिसीवर क्रेडिट द गिवर। तापर आसला रियल अकाउंट सेमति कौन थिला लकी रियल अकाउंट हम देखथिले जहाँ भी एसेट हमर परचेज होची प्रॉपर्टी जहाँ हम एक्वायर करछे से केस रे हमें रियल अकाउंट एग्जांपल नउथले। हमें कैश की प्लांट मशीनरी जहाँ भी हो सब में रियल अकाउंट नउथले तो से केस कौन करिया पर्सनल अकाउंट रे करथिले जियो जहाँ भी रिसीव होतबो डेबिट ता करिया जी हमको दउथबो गिवर तो क्रेडिट करथिले। सेम रियल अकाउंट रे डेबिट करवा जोटा हम बिजनेस को आସୁची डेबिट व्हाट कम्स इन और क्रेडिट व्हाट गोज आउट जहाँ हम बिजनेस जाउची
ଆମେ ତାକୁ କ୍ରେଡିଟ କରୁଥିଲେ। ତାପରେ ଆସିଲା ନୋମିନାଲ ଆକାଉଣ୍ଟ। ନୋମିନାଲ ଆକାଉଣ୍ଟରେ କଣ କରୁଥିଲେ, ଯାହା ବି ଆମର ଏକ୍ସପେନ୍ସେସ୍ ଲସେସ୍ ଇନକମ୍ସ ଆଣ୍ଡ ଗେନ୍ସ ଥିଲା ଆମେ ତାକୁ କେତେବେଳେ କାହାକୁ ଡେବିଟ କରିବା କାହାକୁ କ୍ରେଡିଟ କରିବା ସେଟା ନୋମିନାଲ ଆକାଉଣ୍ଟ ଆମେ ଦେଖୁଥିଲେ। ତ କଣ ଲେଖା ହେଇଛି, ଡେବିଟ୍ ଅଲ୍ ଏକ୍ସପେନ୍ସେସ୍ ଅର୍ ଲସେସ୍, ଯାହା ବି ଆମର ଏକ୍ସପେନ୍ସେସ୍ ଆଉ ଲସେସ୍ ଅଛି ଆମେ ତାକୁ ଡେବିଟ୍ କରିବା। ଆଣ୍ଡ ଯାହା ବି ଆମର ଇନକମ୍ସ ଆଣ୍ଡ ଗେନ୍ସ ଅଛି ଆମେ ତାକୁ କ୍ରେଡିଟ କରିବା। ଡେବିଟ୍ ଅଲ୍ ଏକ୍ସପେନ୍ସେସ୍ ଅର୍ ଲସେସ୍ କ୍ରେଡିଟ୍ ଅଲ୍ ଇନକମ୍ସ ଅର୍ ଗେନ୍ସ, ଏଇଟାକୁ ଏଇ ଫର୍ମୁଲାଟାକୁ ତମ ମାଇଣ୍ଡରେ ସେଟ୍ କରିବାକୁ ପଡିବ ଯେତେବେଳେ ତମେ ଜର୍ନାଲ ଏଣ୍ଟ୍ରି କରିବ। ତ ଦିଜ୍ ଆର୍ କଲ୍ଡ ଆଜ୍ ଗୋଲ୍ଡେନ ରୁଲ୍ସ ଅଫ ଆକାଉଣ୍ଟିଂ। ଏଇଟା ହିଁ ମେନ୍ ଥିଙ୍ଗ, ଆକୁ ନେଇକି ହିଁ ତମେ ଯାହାବି ଆକାଉଣ୍ଟିଂ ଟ୍ରାଞ୍ଜାକ୍ସନ ହଉଛି ତାକୁ ଆମେ ଆଇଡେଣ୍ଟିଫାଇ କରିକି ରେକର୍ଡ କରିପାରିବା। Okay? ତାପରେ ଦେଖ ଏଇଟା ଆମେ କଣ କରୁଥିଲେ, ଆମେ ଯାହାବି ଉପରେ ଯୋଉ ଥମ୍ବ ରୁଲ ପଢିଲେ ଆମେ ଏଇଟା ଗୋଟେ ଗୋଟେ କରି ଖାଲି ଆନାଲାଇଜ କରିଥିଲେ। କେମିତି ବିଜନେସ ଷ୍ଟାର୍ଟ ହଉଛି, କେମିତି କ୍ୟାଶ ଆଉ କ୍ୟାପିଟାଲ ଇନଭଲ୍ଭ ହଉଛି। ତ କ୍ୟାଶ ରିଅଲ ହେଲେ କ୍ୟାପିଟାଲ ଟା ପର୍ସନାଲ ଆକାଉଣ୍ଟ। ତ ରିଅଲ ଆକାଉଣ୍ଟ ଅନୁସାରେ ଯିଏ ବି ଆମ ବିଜନେସ କୁ ଯାହା ଆସିବ ଆମେ ତାକୁ ଡେବିଟ୍ କରୁଥିଲେ। ତ କ୍ୟାଶ ଆମ ବିଜନେସ କୁ ଆସୁଛି, ଡେବିଟ୍ ହ୍ୱାଟ କମ୍ସ ଇନ, ତ ଆମେ ତାକୁ କ୍ୟାଶ କୁ ଡେବିଟ୍ କରୁଥିଲେ। ଆଉ କ୍ୟାପିଟାଲ ଟା ଗୋଟେ ପର୍ସନାଲ ଆକାଉଣ୍ଟ, ଯିଏ ବି ଗୋଟେ ପର୍ସନ କ୍ୟାପିଟାଲ କଣ୍ଟ୍ରିବ୍ୟୁଟ କରିଥିବ ତ ତା କେସରେ କଣ କରୁଥିଲେ, କ୍ରେଡିଟ ତ ଗିଭର, ଏଠି ଯିଏ ବି ଦେଇଛି ସେ ଗିଭର, ତାକୁ ଆମେ କ୍ରେଡିଟ କରୁଥିଲେ। ତ କ୍ୟାଶ କୁ ଡେବିଟ୍ କରିକି କ୍ୟାପିଟାଲ କୁ କ୍ରେଡିଟ କରୁଥିଲେ। ତ ଏଇ ଗୋଟେ ଗୋଟେ ଆମେ କାଲି ଏସବୁ ଗୋଟେ ଗୋଟେ ୱାଇଜ ଆମେ ଭଲସେ ପଢିଥିଲେ। ତମମାନଙ୍କର କିଛି ୟା ଭିତରେ ଡାଉଟ ଅଛି? କୋଉ ଟ୍ରାଞ୍ଜାକ୍ସନ ଟା ବୁଝିପାରୁନନ୍ତି କୁହ, ମୁଁ ବୁଝେଇଦେବି। ନା ମୁଁ ଆଗକୁ ଯିବି? ଠିକ ଅଛି, ମୁଁ ଆଗକୁ ଯାଉଛି। ତାପରେ ଆମେ ଜର୍ନାଲ ଦେଖିଥିଲେ। ଜର୍ନାଲ ଆମେ ପଢିଥିଲେ ଯେତେବେଳେ ଗୋଟେ ଟ୍ରାଞ୍ଜାକ୍ସନ ଯାହା ବି ଅକର ହବ, ତ ଜର୍ନାଲ ଇଜ ଦ ବୁକ୍ ଅଫ ପ୍ରାଇମେରୀ ଏଣ୍ଟ୍ରି। ଆମର ଯାହା ବି ଆମ ଅକର ହଉଛି, ଯାହା ବି ଆମର ବିଜନେସ ଟ୍ରାଞ୍ଜାକ୍ସନ ଘଟୁଛି, ତ ପ୍ରାଇମେରୀ ବୁକ୍ ରେ ଆମେ ଫାର୍ଷ୍ଟ ତାକୁ ରେକର୍ଡ କରିବା, ଯୋଉଟା କି ଅରିଜିନାଲ ବୁକ୍ ରେ ଏଣ୍ଟ୍ରି କରିବା। ତ ଜର୍ନାଲ ଇଜ ଏ ବୁକ୍ ଅଫ ପ୍ରାଇମେରୀ ଏଣ୍ଟ୍ରି ଅର ଅରିଜିନାଲ ଏଣ୍ଟ୍ରି। ଜର୍ନାଲ ରେକର୍ଡସ ଅଲ୍ ଡେଲି ଟ୍ରାଞ୍ଜାକ୍ସନ ଅଫ ବିଜନେସ ଇନ ଦ ଅର୍ଡର ଇନ ହୁଇଚ ଦେ ଅକର। ମାନେ ଯାହା ପରେ ଯାହା ହଉଛି ଗୋଟେ କ୍ରୋନୋଲୋଜିକାଲି ଆମେ ତାକୁ ରେକର୍ଡ କରିବୁ। ନା ଏବେ ସେଲ ହେଇଛି 10ଟା ବେଳେ, ତ ଆମେ ଫାଷ୍ଟ ସେଲ କୁ ରେକର୍ଡ କଲେ। ତାପରେ 11ଟା ବେଳେ ପରଚେଜ କିଛି ଜିନିଷ କରିଛେ, 11ଟା ବେଳେ ପରଚେଜ କରିଛେ ବୋଲି ରେକର୍ଡ କଲେ। ତ ଗୋଟେ କ୍ରୋନୋଲୋଜିକାଲି ମାନେ କ୍ରମବଶତଃ ଗୋଟେ କ୍ରମବଶତଃ ଆମେ ତାକୁ ଯାହା ପରେ ଯାହା ଘଟିଛି ସବୁ ରେକର୍ଡ କରା ହୁଏ କୋଉଥିରେ ନା ଜର୍ନାଲରେ। ଓକେ। ତାପରେ ଆସିଲା therefore a journal may be defined as a book containing chronological records of transaction। journal ଗୋଟେ ଏମିତି ବୁକ୍ ଯୋଉଥିରେ କଣ ଯାହା କଣ କଣ୍ଟେନ୍ କରେ କି ଯାହା ଯାହା ଆମର ଟ୍ରାଞ୍ଜାକ୍ସନ ଘଟୁଛି ବିଜନେସ ରେ ତା ଗୋଟେ ଗୋଟେ ୱାଇଜ ସବୁ ଅର୍ଡର ରେ ସେ ରେକର୍ଡ କରିଥାଏ, ଯୋଉଟା କି ଆମକୁ କେବେ କନଫ୍ୟୁଜ ହବନି କେତେବେଳେ କଣ ହେଇଛି। ଠିକ। ତାପରେ ପଢିଥିଲେ purpose of journal। purpose of journal ରେ କଣ କହୁଥିଲେ, ତ purpose of a journal entry is to physically or digitally record every business transaction properly and accurately। ଯୋଉଟା ଫିଜିକାଲି ହଉଛି କି ଯୋଉଟା ଡିଜିଟାଲି ହଉଛି। ଫିଜିକାଲି ହଉଛି ମନେକର ଆମେ କିଛି ସେଲ ପରଚେଜ କରୁଛେ, ତ ଆମ ପାଖକୁ ଜିନିଷ ଆସିଲା କି ଜିନିଷ ଗଲା, ଯୋଉଟା ଫିଜିକାଲି। ଡିଜିଟାଲି କଣ, ଆମେ କାହା ଆକାଉଣ୍ଟ କୁ ପଇସା ଟ୍ରାନ୍ସଫର କରୁଛେ, ତ ଏଟା ଡିଜିଟାଲି ହେଇଗଲା, ଫିଜିକାଲି ହଉନି ବଟ ଡିଜିଟାଲି। ତ ଜର୍ନାଲ ମେନ୍ ପର୍ପୋଜ ହଉଛି କି ଆମେ ଯାହା ବି ବିଜନେସ ଟ୍ରାଞ୍ଜାକ୍ସନ ହଉଛି ତାକୁ ପ୍ରପରଲି ଆଉ ଆକ୍ୟୁରେଟଲି ମେଣ୍ଟେନ କରିବା। ତ ପରେ ଆମକୁ ଆମ ବିଜନେସ ସବୁଥିରେ ହେଲ୍ପଫୁଲ ହବ କି କେତେବେଳେ କଣ ଜିନିଷ ଘଟିଛି, ପ୍ରଫିଟ କୁ ଆମେ ଆକ୍ୟୁରେଟଲି ଆମେ କାଲକୁଲେଟ କରିପାରିବା, ଡିଟରମାଇନ କରିପାରିବା। ତାପରେ ଥିଲା ରୁଲ୍ସ ଅଫ ଜର୍ନାଲିଜିଂ କଣ। ଦେଖ ଜର୍ନାଲ ଟା ଆମେ ରେକର୍ଡ କରିବା, କିନ୍ତୁ ଯୋଉ ପ୍ରୋସେସ ରେ ଆମେ ଜର୍ନାଲ କୁ ରେକର୍ଡ କରିବା ତାକୁ ଆମେ ଜର୍ନାଲାଇଜିଂ କହୁଛେ। ତ ଜର୍ନାଲ ଇଜ ବୁକ୍ ଅଫ ପ୍ରାଇମେରୀ ଏଣ୍ଟ୍ରି और ओरिजिनल एंट्री। हम जहाँ ऊपर पढ़ ले, journal records all daily transaction of a business in the order in which they occur. Therefore, a journal may be defined as a book containing chronological records of transaction. The act of recording the transaction in journal is called a journalism। देखो journal टाको हम जो way रे record କରୁଛେ ତାକୁ ଆମେ କହୁଛେ journalism। This recording is made according to certain rules and these rules are called rules of journalism।
जो रूल्स को फॉलो करके ଆମେ ଜର୍ନାଲ ପ୍ରିପେୟାର କରୁଛେ ତାକୁ ଆମେ କଣ କହୁଛେ ଜର୍ନାଲାଇଜିଂ କହୁଛେ। ଓକେ। ତାପରେ ଦେଖ ଆମେ ଟିपिକାଲ ଦେଖିଥିଲେ ସ୍ପେସିମେନ୍ ଅଫ ଜର୍ନାଲ। ସ୍ପେସିମେନ୍ ମିନ୍ସ ତାର ଫର୍ମାଟ ଟା କୋଉ ଫର୍ମାଟ ରେ ତମେ ଏକ୍ସାମ ରେ ଲେଖିବ ସେଇଟା ହିଁ। ଓକେ। କୋଉ ଫର୍ମାଟ ରେ ଯୋଉ ଫର୍ମାଟ ରେ ଆମର ବିଜନେସ ରେ ମେଣ୍ଟେନ ହୁଏ ସେଇ ଫର୍ମାଟ ହେଲା ଏଇଟା। ଫାର୍ଷ୍ଟ ଆମର ଡେଟ୍ ଆସିବ କୋଉ ଡେଟ୍ ରେ ଅକର ହେଇଛି। ତାପରେ ଆସିଲା ପର୍ଟିକୁଲାର୍ସ। ପର୍ଟିକୁଲାର୍ସ ରେ ଗୋଟେ ଡେବିଟ୍ ହେଇଛି ଆମର ଗୋଟେ କ୍ରେଡିଟ୍ ହେଇଛି। ଆମେ ଯୋଉ ଥମ୍ବ ରୁଲ ଉପରେ ପଢିଲେ ଗୋଲ୍ଡେନ ରୁଲ, ଗୋଟେ ଡେବିଟ୍ ହବ ଗୋଟେ କ୍ରେଡିଟ୍ ହବ ସେଇଟା। ତାପରେ ଡେବିଟ୍ କ୍ରେଡିଟ୍ ଆମାଉଣ୍ଟ ପଡିବ। ଆଉ ଗୋଟେ ଲେଜର ଫେଲ୍ୟୁ। ଲେଜର ଫେଲ୍ୟୁ ରେ ଆମେ କୋଉ ପେଜ ରେ ଲେଜର ର ଆମେ ଏଇଟା ବୁକ୍ ମେଣ୍ଟେନ କରୁଛେ ଏଇଟା ସେଟା ଲେଖା ହୁଏ। ଆମ ଅବଶ୍ୟ ଆମେ ଏବେ ଯୋଉ ଏକ୍ସାମ ପାଇଁ ଆମର ଏଇଟା ଜରୁରୀ ନୁହେଁ ବଟ୍ ଏଇ ଫର୍ମାଟ ରେ ରହିବ। ଯେତେବେଳେ ବଡ ବଡ କମ୍ପାନୀ ମାନଙ୍କର ତାଙ୍କର ଥାଉଜେଣ୍ଡସ ଅଫ ଟ୍ରାଞ୍ଜାକ୍ସନ ଘଟେ ଗୋଟେ ଗୋଟେ ଦିନେ, ତ ଲେଜରକୁ ସେମାନେ ଲେଜରକୁ ଲିଙ୍କ କରିବା ପାଇଁ ସେମାନେ ଲେଜର ଫେଲ୍ୟୁର ଗୋଟେ ନମ୍ବର ଦେଇଥାନ୍ତି। ଏଇଟା ହେଲା ସେଇଟା। ତାପରେ ଆଉ ଗୋଟେ ହେଲା ଯାହାବି ତମେ ଡେବିଟ କରିବ ଗୋଟେ ଆଇଟମ କୁ, କ୍ରେଡିଟ କରିବ ଗୋଟେ ଆଇଟମ କୁ, ବଟ ତମକୁ ନାରେସନ ବି ତଳେ କଣ ପାଇଁ ସେ ଟ୍ରାଞ୍ଜାକ୍ସନ ଟା ହଉଛି ନାରେସନ ଗୋଟେ ବ୍ରାକେଟ ଭିତରେ ଲେଖିବାକୁ ପଡିବ। ଠିକ। ଏଇଟା ବି ଯେତେବେଳେ ଏଣ୍ଟ୍ରି କରିବ ଏଇ ଯୋଉ ନାରେସନ ବି ସେମ ଇକ୍ୱାଲ ଇମ୍ପୋର୍ଟାନ୍ସ ରଖିବ, ମାयने ରଖିବ। ତାପରେ ଆସିଲା ସ୍ପେସିମେନ୍। ଆମର ଫର୍ମାଟ ରେ ଦେଖିଲେ ଫର୍ମାଟ ରେ କଣ କଣ ରହୁଛି। ଫାର୍ଷ୍ଟ ଆସିଲା ଡେଟ୍। ଡେଟ୍ କଲମ ଇଜ ମିନ୍ ଫର ରେକର୍ଡିଂ ଦ ଡେଟ୍ ଅଫ ଦ ଟ୍ରାଞ୍ଜାକ୍ସନ। ଯାହାବି ଆମ ଟ୍ରାଞ୍ଜାକ୍ସନ ହଉଛି ତାର ଡେଟ୍ କଣ, କୋଉ କୋଉ ଟାଇମ ରେ ଅକର ହେଇଛି, କୋଉ ଡେଟ୍ କଣ, ଇୟର କଣ, ମନ୍ଥ ସବୁ ଆମେ ରେକର୍ଡ କରିବା। ତାପରେ ସେକେଣ୍ଡ ହେଲେ the second column is meant for recording the accounts to be debited and credited। କୋଉ ଆକାଉଣ୍ଟ ରେ ଡେବିଟ କରିବା ଆଉ କୋଉଟା କ୍ରେଡିଟ କରିବା ସେଟା ସେକେଣ୍ଡ କଲମ ରେ ଆମର ଆସିଗଲା। ଯୋଉଟା ଆମେ ଦେଖିଲେ ଆମେ ଯୋଉ ଥମ୍ବ ରୁଲ ଅନୁସାରେ କୋଉଟା କାହାକୁ ଡେବିଟ କରିବା କାହାକୁ କ୍ରେଡିଟ କରିବା ସେଇଟା ମେଣ୍ଟେନ କରିବା। ତାପରେ ଇନ ଦ ସେକେଣ୍ଡ କଲମ ତାପରେ ତଳେ ଯୋଉଟା ଆମର ନାରେସନ ଥିଲା within brackets a brief explanation of transaction is written which is known as narration। ଯାହା ବି ଟ୍ରାଞ୍ଜାକ୍ସନ ହଉଛି ଆମର ବ୍ୟାଙ୍କକୁ ପଇସା ହଉଛି କଣ ହଉଛି କଣ ପାଇଁ ହଉଛି ସେଟା ପୁରା ବ୍ରିଫଲି ଆମେ ମେନସନ କରିବା ନାରେସନ ଭିତରେ। ତାପରେ ଆସିଲା ଥାର୍ଡ ପଏଣ୍ଟ ରେ କଣ ଥିଲା, ଦ ଥାର୍ଡ କଲମ ଇଜ meant for recording the page number of the ledger where the entries are posted। ଯୋଉ ledger ରେ ପୋଷ୍ଟ ହେଇଛି ଆମର ସବୁ ଜର୍ନାଲ ସବୁ ପୋଷ୍ଟ ହେଇଥିବ ସେ ledger ର ନମ୍ବର ଟା ଆମେ ମେଣ୍ଟେନ କରେ। କଣ ପାଇଁ ନା ମୁଁ କହିଲି ବଡ ବଡ କମ୍ପାନୀ ମାନଙ୍କରେ ଥାଉଜେଣ୍ଡସ ଅଫ ଟ୍ରାଞ୍ଜାକ୍ସନ ହଉଥିବ, ତ ଆମେ ledger ସହିତ ଲିଙ୍କ କରିବା ପାଇଁ ଆମେ ଗୋଟେ ledger ଫେର ପକେଇ ଦଉ ଏଇ ନମ୍ବର ଟା ଏଇ ଟ୍ରାଞ୍ଜାକ୍ସନ ଟା ସେଇ ledger ରେ ରେକର୍ଡ ହେଇଛି। ତ ଆମକୁ ଇଜି ହବ ଆମେ ଫାଇଣ୍ଡ ଆଉଟ କରିବା ପାଇଁ। ତାପରେ ଫୋର ଆସିଲା in this column we write the amount to be debited against debit। ଓକେ। ଯାହାବି ଆମର ଦେଖିଲେ ଲାଷ୍ଟ ଦିଟା କଲମ ହେଲା ଡେବିଟ ଆମାଉଣ୍ଟ କେତେ, କ୍ରେଡିଟ ଆମାଉଣ୍ଟ କେତେ। ତ ଫୋର୍ଥ କଲମ ରେ କଣ ହବ, ଯେତିକି ଆମାଉଣ୍ଟ ଆମେ ଡେବିଟ ଏଗେନଷ୍ଟ ରେ ଡେବିଟ କରୁଥିବା ସେଇଟା ଡେବିଟ ଆମାଉଣ୍ଟ ଡେବିଟ ର କଲମ ରେ ପଡିବ। ତାପରେ କ୍ରେଡିଟ ଆମାଉଣ୍ଟ ରେ ସେମିତି କ୍ରେଡିଟ ରେ ଯେତିକି ଟଙ୍କା ଆମେ କ୍ରେଡିଟ କରୁଥିବା ସେଟା କ୍ରେଡିଟ ର କଲମ ରେ ପଡିବ। ଓକେ। ତାପରେ ये देखो କିଛି ଟ୍ରାଞ୍ଜାକ୍ସନ ଆମେ ନେଇଥିଲେ ଦି ବିଜନେସ ଷ୍ଟାର୍ଟେଡ ୱିଥ କ୍ୟାଶ। ବିଜନେସ ଷ୍ଟାର୍ଟେଡ ୱିଥ କ୍ୟାଶ ରେ କ୍ୟାଶ କଣ ହଉଛି, କ୍ୟାଶ ଗୋଟେ ରିଅଲ ଆକାଉଣ୍ଟ। ରିଅଲ ଆକାଉଣ୍ଟ ତ ଏଠି କଣ ହଉଛି କ୍ୟାଶ ଟା ବିଜନେସ କୁ ଆସୁଛି ଆଉ କ୍ୟାପିଟାଲ ଗୋଟେ ପର୍ସନାଲ ଆକାଉଣ୍ଟ ଯଦି ଗୋଟେ ପର୍ସନ ଦେଇଥିବ ତ କ୍ୟାଶ ଟାକୁ ଆମେ ଡେବିଟ କରୁଛେ। ଆଉ କ୍ୟାଶ ଟା ଯେହେତୁ ଆମେ ଦେଖିଥିଲେ ରିଅଲ ଆକାଉଣ୍ଟ ରେ ଯାହା ଆସୁଛି ତାକୁ ଡେବିଟ କରିବା ତ କ୍ୟାଶ ଡେବିଟ ହେଇଛି। କ୍ୟାପିଟାଲ ଆକାଉଣ୍ଟ ପର୍ସନାଲ ଆକାଉଣ୍ଟ ରେ କଣ ଦେଖିଥିଲେ ଯୋଉଟା ଆମର ଯାହା ଆମର ହ୍ୱାଟ ଦେଖିଲେ ପର୍ସନାଲ ଆକାଉଣ୍ଟ ରେ ଡେବିଟ୍ ଦ ରିସିଭର କ୍ରେଡିଟ ଦ ଗିଭର। ଯିଏ ଆମକୁ ଦବ ଆମେ ତାକୁ ଡେବିଟ୍ କ୍ରେଡିଟ କରିବା। ତ କ୍ୟାପିଟାଲ ଆକାଉଣ୍ଟ ଏଟା ପର୍ସନାଲ ଆକାଉଣ୍ଟ ଆଉ ଏଠି ପର୍ସନ ମାନେ ଦଉଛନ୍ତି ତ କ୍ୟାପିଟାଲ ଆକାଉଣ୍ଟ କ୍ରେଡିଟ ହେଇଛି। କ୍ୟାଶ ଆକାଉଣ୍ଟ ଡେବିଟେଡ ଟୁ କ୍ୟାପିଟାଲ ଆକାଉଣ୍ଟ। ସେମିତି ବିଜନେସ ଷ୍ଟାର୍ଟେଡ ୱିଥ କ୍ୟାଶ ଆଉ ଫର୍ନିଚର। ଯେମିତି ଉପରେ କ୍ୟାଶ ର ଷ୍ଟାର୍ଟ ହେଇଥିଲା ଏଠି ସେମିତି ଫର୍ନିଚର ଷ୍ଟାର୍ଟ ହେଇଛି। ତ କ୍ୟାଶ ଆକାଉଣ୍ଟ ଡେବିଟେଡ, ଫର୍ନିଚର ଆମର ଗୋଟେ ରିଅଲ ଆକାଉଣ୍ଟ। ରିଅଲ ଆକାଉଣ୍ଟ ନେଚର ଅନୁସାରେ ଯାହା ବି ଆସିଥିବ ବିଜନେସ କୁ ତାକୁ ଡେବିଟ୍ କରିବା। ତ କ୍ୟାଶ ଆକାଉଣ୍ଟ ଡେବିଟେଡ, ଫର୍ନିଚର ଆକାଉଣ୍ଟ ଡେବିଟେଡ ଟୁ କ୍ୟାପିଟାଲ ଆକାଉଣ୍ଟ। ଥାର୍ଡ ରେ ଆସିଲା ପରଚେଜ ଗୁଡସ୍ ଫ୍ରମ ରାମ ଅନ୍ କ୍ୟାଶ। ଦେଖ ଆମେ ଜିନିଷ କିଣିଛେ କ୍ୟାଶ ରେ କିଣିଛେ ତ ଆମକୁ କ୍ୟାଶ ଯାଉଛି। ତ ରିଅଲ ଆକାଉଣ୍ଟ ଅନୁସାରେ କଣ କରୁଥିଲେ ଡେବିଟ୍ ହ୍ୱାଟ କମ୍ସ ଇନ, କ୍ରେଡିଟ ହ୍ୱାଟ ଗୋଜ ଆଉଟ। ଏଠି କ୍ୟାଶ ଟା ଆମ ପାଖେ ଯାଉଛି। ଓକେ। ତ କ୍ୟାଶ କୁ ଆମେ କ୍ରେଡିଟ କଲେ। ତ ପରଚେଜ ଆକାଉଣ୍ଟ ଏଟା ଗୋଟେ କୋଉ ନେଚର, ନୋମିନାଲ ଆକାଉଣ୍ଟ ନେଚର। ଯାହାକି ଆମେ ପଢିଥିଲେ ତା ରୁଲ ପଢିଥିଲେ କଣ ଡେବିଟ୍ କଣ କରିବ ଯାହାବି ଆମର ଲସେସ୍ ଆଉ ଏକ୍ସପେନ୍ସେସ୍ ଥିବ ଆମେ ତାକୁ ଡେବିଟ୍ କରିବା। ଡେବିଟ୍ ଅଲ୍ ଲସେସ୍ ଆଣ୍ଡ ଏକ୍ସପେନ୍ସେସ୍ ଆଉ କ୍ରେଡିଟ୍ ଅଲ୍ ଇନକମ୍ସ ଆଣ୍ଡ ଗେନ୍ସ।
तो ଏଠି ପରଚେଜ ଆମ ପାଇଁ ଗୋଟେ ୱାନ୍ ଟାଇପ ଅଫ ଏକ୍ସପେନ୍ସେସ୍, ତ ଆମେ ତାକୁ ଡେବିଟ୍ କରିବା। ତ ଡେବିଟ୍ କଣ ହଉଛି, ପରଚେଜ ଆକାଉଣ୍ଟ ଡେବିଟ୍ ଟୁ କ୍ୟାଶ ଆକାଉଣ୍ଟ। ତାପରେ ଲେଖା ହେଲା ପରଚେଜ ଗୁଡ୍ସ ଫ୍ରମ ମିଷ୍ଟର ସୋମିତ ଅନ୍ କ୍ରେଡିଟ। ଉପରଟା ଥିଲା ଆମେ କ୍ୟାଶ ରେ ପରଚେଜ କରିଛେ, ତ କ୍ୟାଶ ଆକାଉଣ୍ଟ ଲେଖିଦେଲେ। କିନ୍ତୁ ଯେହେତୁ ଏଠି କ୍ରେଡିଟ ରେ ହେଇଛି, ତ ଏଠି ପର୍ସନ ଟା ମାନେ ଆସିଗଲା, ଇମ୍ପୋର୍ଟାନ୍ସ ପର୍ସନ ଆସିଗଲା। ତ ସୋମିତ କୁ ଆମେ ପଇସା ଦବାର ଅଛି, ଆଉ ସୋମିତ ବାଇ ନେଚର ଇଜ ଏ ପର୍ସନାଲ ଆକାଉଣ୍ଟ। ଓକେ, ପର୍ସନାଲ ଆକାଉଣ୍ଟରେ କଣ କରୁଥିଲେ, ଯିଏ ଆମକୁ ଦଉଥିବ ଆମେ ତାକୁ କ୍ରେଡିଟ କରୁଥିଲେ। କ୍ରେଡିଟ ଦ ଗିଭର, ତ ଏଠି ସୋମିତ ଦଉଛି ତ ଅବଭିୟସଲି ସୋମିତ ହବ ଗିଭର ଏଠି। ତ ସୋମିତକୁ ଆମେ କ୍ରେଡିଟ କରିବା। ଆଉ ଏଠି କଣ ହଉଛି, ପରଚେଜ। ଆମ ଉପରେ ଦେଖିଲେ ପରଚେଜ ନୋମିନାଲ ଆକାଉଣ୍ଟ, ଗୋଟେ ନୋମିନାଲ ଆକାଉଣ୍ଟ ଅନୁସାରେ ପରଚେଜ ହେଲା ଗୋଟେ ଏକ୍ସପେନ୍ସେସ୍, ଆଉ ପରଚେଜ କୁ ଆମେ ଡେବିଟ୍ କରିବା। ଏକ୍ସପେନ୍ସେସ୍ ଯାହା ହବ ଆମେ ତାକୁ ଡେବିଟ୍ କରିବା। ତ ପରଚେଜ ଆକାଉଣ୍ଟ ଡେବିଟ୍ ଟୁ ସୋମିତ। ଏଇ ଚାରିଟା ଟ୍ରାଞ୍ଜାକ୍ସନ ତମର କାହାର କିଛି ଡାଉଟ ରହିଲା କି? ତାହେଲେ ମୁଁ ଆଗକୁ ପଢଉଛି। ଦେଖ, ଗୁଡ୍ସ ରିଟର୍ନ ଟୁ ମିଷ୍ଟର ତରୁଣ। ଆମେ କଣ କରୁଛେ, କିଛି ଗୁଡ୍ସ ଆଣିଥିଲେ, ଏଇଟା ଆମେ ତରୁଣକୁ ରିଟର୍ନ କରିଛେ। ତ ତରୁଣ ଗୋଟେ ପର୍ସନାଲ ଆକାଉଣ୍ଟ। ଆମେ ଜାଣିଛେ ତରୁଣ ଗୋଟେ ନେମ୍ ଆସିଗଲା ମାନେ ପର୍ସନାଲ ଆକାଉଣ୍ଟ। ତ ଏଠି କଣ ହେଇଯାଉଛି, ତରୁଣ ଆମେ ଦେଖିଥିଲେ, ଯିଏ ବି ଦେଖିଥିଲେ ପର୍ସନାଲ ଆକାଉଣ୍ଟରେ ଯାହାବି ଆମର କଣ କରୁଥିଲେ, ଡେବିଟ୍ ଦ ରିସିଭର କ୍ରେଡିଟ ଦ ଗିଭର। ଏଠି ରିସିଭ କିଏ କରିବ, ଆମେ ଗୁଡ୍ସ ରିଟର୍ନ କରୁଛେ ତରୁଣକୁ, ମାନେ ତରୁଣ ଗୁଡ୍ସ ରିସିଭ କରିବ। ତ ତରୁଣ ଆକାଉଣ୍ଟକୁ ଆମେ ଡେବିଟ୍ କରୁଛେ। ଆଉ ପରଚେଜ ରିଟର୍ନ, ଏଠି କଣ ହଉଛି, ଆମ ପାଖକୁ ଜିନିଷଟା ଯାଉଛି। ଓକେ, ତ ପରଚେଜ ରିଟର୍ନ ଯେତେବେଳେ ହଉଛି ଆମେ ତାକୁ କ୍ରେଡିଟ କରିବା, ବୁଝିଲା। ତ ତ ମିଷ୍ଟର ତରୁଣ ଆକାଉଣ୍ଟ ଡେବିଟ୍ ଟୁ ପରଚେଜ ରିଟର୍ନ ଆକାଉଣ୍ଟ ହେଇଗଲା। ତାପରେ ଗୁଡ୍ ସୋଲ୍ଡ ଟୁ ମିଷ୍ଟର ଶ୍ୟାମ ଫର କ୍ୟାଶ। ଦେଖ ଆମେ କଣ କରୁଛେ, ଶ୍ୟାମକୁ କ୍ୟାଶ ସେଲ କରୁଛେ, କ୍ୟାଶ ସେଲ। ଯାହା ବି ସେଲ କରୁଛେ, ତ ତା ରିଟର୍ନରେ ଆମେ ତାକୁ ଜିନିଷ ଦେଲେ, ଆମ ପାଖକୁ କଣ ଆସିଲା, କ୍ୟାଶ ଆସିଲା। ତ କ୍ୟାଶ ଆସିଗଲେ କଣ ହେଇଯାଉଛି, କ୍ୟାଶ ଆକାଉଣ୍ଟ ଡେବିଟ୍ ଟୁ ସେଲ୍ସ। ଏଇଟା କେମିତି ହେଲା, କ୍ୟାଶ ଆମକୁ ଆସିଥିଲା, ତ କ୍ୟାଶ ଟା ଆମେ ରିଅଲ ଆକାଉଣ୍ଟରେ ପଡିଥିଲେ, ହ୍ୱାଟ କମ୍ସ ଇନ୍ ତାକୁ ଆମେ ଡେବିଟ୍ କରିବା। ତ କ୍ୟାଶ ଆମ ପାଖକୁ ଆସୁଛି, କ୍ୟାଶ କୁ ଡେବିଟ୍ କଲେ। ଆଉ ସେଲ୍ସ କୁ, ସେଲ୍ସ ହେଲା ଆମର ଇନକମ ଯୋଉ ନୋମିନାଲ ଆକାଉଣ୍ଟରେ ଆସିଯାଉଛି। ଆଉ ଯାହା ବି ଆମର ଇନକମ ଆଉ ଗେନ୍ ଆମେ ତାକୁ କ୍ରେଡିଟ୍ କରୁଥିଲେ, ତ କ୍ୟାଶ ହେଲା ଗୋଟେ କଣ, ସରି ସେଲ ହେଲା କଣ ଆମ ପାଇଁ, ଗୋଟେ ଗୋଟେ ୱାନ୍ ଟାଇପ ଅଫ ଇନକମ। ଇନକମ ହଉଛି ମାନେ ଆମେ ତାକୁ କଣ କରିବା, କ୍ରେଡିଟ୍ କରିବା। ତ କ୍ୟାଶ ଆକାଉଣ୍ଟ ଡେବିଟ୍ ଟୁ ସେଲ୍ସ ଆକାଉଣ୍ଟ। ଓକେ, ଦେଖ ଫାଷ୍ଟ ଯେତେବେଳେ ଟ୍ରାଞ୍ଜାକ୍ସନ ଦେଖିବ, ଦେଖିବ କୋଉ ଦିଟା ଆକାଉଣ୍ଟ ଆମର ଇନଭଲ୍ଭ ହଉଛି। ଏଠି କ୍ୟାଶ ରେ ସେଲ ହେଇଛି, ତ ଜିନିଷ ଆମ ପାଖକୁ ଆସୁଛି, ସରି କ୍ୟାଶ ଆମ ପାଖକୁ ଆସୁଛି, ଜିନିଷ ଯାଉଛି। ତ କ୍ୟାଶ ଆକାଉଣ୍ଟ ଆଉ ସେଲ୍ସ ଦିଟା ଆକାଉଣ୍ଟ ଆମ ପାଖେ ଏଠି। ଫାଷ୍ଟ ଆମେ ଦିଟା ଆକାଉଣ୍ଟ ଚିହ୍ନିଲେ, ଏଇ ଦିଟା ଆକାଉଣ୍ଟ ଆମର ହଉଛି। ଆଇଡେଣ୍ଟିଫାଇ କରିବା, ଆମର ଯେମିତି ପ୍ରୋସେସ ଥିଲା, ଆଇଡେଣ୍ଟିଫାଇ କରିବା, ତାପରେ ଯାହା ଯାହା ରେକର୍ଡ କେମିତି କରିବା। ତ ତାପରେ ରେକର୍ଡ କଲା ବେଳକୁ କଣ ଦେଖିବା, ସେ କୋଉ ଆକାଉଣ୍ଟରେ ଆସୁଛି, କୋଉ ନେଚର, ନୋମିନାଲ, ରିଅଲ କି ପର୍ସନାଲ। ସେଇଟା ଦେଖି ସାରିଲା ପରେ ତାକୁ ତାର ରୁଲ ଅନୁସାରେ କଣ ଡେବିଟ୍ କରିବା, କାହାକୁ କ୍ରେଡିଟ କରିବା, ସେଇଟା ଜାଣିବା। ଏଇ ଫଣ୍ଡାଟାକୁ ମୁଣ୍ଡରେ ପୁରା ସେଟ୍ କରି ରଖିଦବ କି ଆପରେ ଏଇ ଷ୍ଟେପ ପରେ ଏଇ ଷ୍ଟେପ ହବ। ତାପରେ ଆସିଲା ସେଲ୍ ଗୁଡ୍ସ ଟୁ ମିଷ୍ଟର ବରୁଣ ଅନ୍ କ୍ରେଡିଟ। ସେଠି ଆମେ କଣ କରିଥିଲେ, କ୍ୟାଶ ରେ ସେଲ୍ କରିଥିଲେ, ଏଠି କଣ କରୁଛେ, କ୍ରେଡିଟ ରେ ସେଲ୍ କରିଛେ। ଓକେ, ତ ଆମର ଜାଣିଛେ ସେଲ୍ସ ଆକାଉଣ୍ଟ ଯେହେତୁ, ତ ସେଲ୍ସ କଣ କରିବା, ସେଲ୍ସ ଆମର ଗୋଟେ ନୋମିନାଲ ଆକାଉଣ୍ଟ ଗୋଟେ ଇନକମ, ତ ସେଲ୍ସ କୁ ଆମେ କ୍ରେଡିଟ କରିବା। ଆଉ ଏଠି ବରୁଣ ଆସିଗଲା, ଯେହେତୁ କ୍ରେଡିଟ ରେ ହେଇଛି, ଆମେ କ୍ୟାଶ ପାଇନେ, ଆମେ ପାଇବା। ତ ଆମକୁ କିଏ ଦବ, ବରୁଣ ଦବ। ତ ବରୁଣ ଗୋଟେ ପର୍ସନାଲ ଆକାଉଣ୍ଟ, ଆଉ ପର୍ସନାଲ ଆକାଉଣ୍ଟ ଅନୁସାରେ ଯିଏ ରିସିଭର ତାକୁ ଆମେ ଡେବିଟ୍ କରୁଥିଲେ। ଡେବିଟ୍ ଦ ରିସିଭର, ଏଠି ବରୁଣ ରିସିଭ କରିବ ଗୁଡ୍ସ କୁ, ତ ବରୁଣ ଆକାଉଣ୍ଟ ଡେବିଟ୍ ଟୁ ସେଲ୍ସ ଆକାଉଣ୍ଟ, ବୁଝି ହଉଛି। ତାପରେ ଗୁଡ୍ସ ରିଟର୍ନ ବାଇ ମିଷ୍ଟର ତରୁଣ। ଏବେ ତରୁଣ କଣ କରୁଛି, ଆମ ଜିନିଷ ଆମଠୁ ନେଇଥିଲା, ସେ ରିଟର୍ନ କରୁଛି। ତ ଅବଭିୟସଲି ଆମ ଷ୍ଟକ୍ ଟା କଣ ହେଲା, ଏଠି ବଢିଲା। ତ ଆମେ ଯେତେବେଳେ କ୍ୟାଶ ଯେମିତି ପଡିଥିଲେ, ସେଲ୍ସ ରିଟର୍ନ କଲା, ଆମ ପାଖକୁ ଜଣେ ଜିନିଷଟା ଆମକୁ ଫେରେଇ ଦେଲା, ତ ଆମ ଷ୍ଟକ୍ ରୁ ଖାଲି କରିକି ଆମେ ଦେଇଥିଲେ। ତ ଷ୍ଟକ୍ କେତେବେଳେ ଥିଲା, ଆମ ପାଇଁ କଣ ହେଟା ଗୋଟେ ଆସେଟ ଥିଲା। ଏବେ ଯେତେବେଳେ ସେ ଆମକୁ ସେଲ୍ସ ଆମକୁ ରିଟର୍ନ କରିଦଉଛି ଜିନିଷଟାକୁ, ତ ଆମେ ତାକୁ କଣ କରିବା, ଗୋଟେ ରିଅଲ ଆକାଉଣ୍ଟ ଆମ ପାଖକୁ ପୁଣି ଆସେଟ ଟା ପଳେଇ ଆସିବ। ତ ବିଜନେସ ରେ ଯାହା କମ ସିନ୍ ଆସିବ, ହ୍ୱାଟ କମ ସିନ୍, ସେଇଟାକୁ ଆମେ ଡେବିଟ୍ କରୁଛେ। ତ ସେଲ୍ସ ରିଟର୍ନ ଆକାଉଣ୍ଟ ଡେବିଟ୍ କଲେ। ଆଉ ମିଷ୍ଟର ତରୁଣ, ତରୁଣ କଣ ହଉଛି, ତରୁଣ ହେଲା ଏଠି ଗିଭର। ପର୍ସନାଲ ଆକାଉଣ୍ଟ ଆମେ ପଢିଥିଲେ, ଯିଏ ବି ଆମକୁ ଗିଭର, ଯିଏ ଆମକୁ ଦବ, ଆମେ ତାକୁ କ୍ରେଡିଟ କରିବା। ତ ସେଲ୍ସ ରିଟର୍ନ ଆକାଉଣ୍ଟ ଡେବିଟେଡ୍ ଟୁ ମିଷ୍ଟର ତରୁଣ। ଓକେ, ବୁଝି ହଉଛି।
ନେକ୍ସଟ ଆସିଲା ସାଲାରୀ ପେଡ୍। ସାଲାରୀ ପେଡ୍ ରେ କଣ କହୁଛି, ଯେତେବେଳେ ଆମ ବିଜନେସ ରୁ ପଇସା ଆମର କିଛି ବାହାରକୁ ଯାଉଛି, ତ ଏଠି ଦିଟା ଆକାଉଣ୍ଟ ଫାଷ୍ଟ ଇନଭଲ୍ଭ ହେଲା। କଣ ହେଲା ନା ସାଲାରୀ ଆଉ କ୍ୟାଶ। ସାଲାରୀ ଯେତେବେଳେ ଇନଭଲ୍ଭ ହଉଛି, ସାଲାରୀ ଟା କଣ ଆମର ଗୋଟେ ନୋମିନାଲ ଆକାଉଣ୍ଟ। ନୋମିନାଲ ଆକାଉଣ୍ଟ ଗୋଟେ ଏକ୍ସପେନ୍ସେସ୍, ବିଜନେସ ଗୋଟେ ଏକ୍ସପେନ୍ସେସ୍। ଫାଷ୍ଟ ଆମେ ଚିହ୍ନିଲେ ସାଲାରୀ ଟା ନୋମିନାଲ ଆକାଉଣ୍ଟ, କ୍ୟାଶ ଟା ରିଅଲ ଆକାଉଣ୍ଟ। ନୋମିନାଲ ଆକାଉଣ୍ଟ ଅନୁସାରେ କଣ କହୁଛି, ଯାହାବି ଆମର ଏକ୍ସପେନ୍ସେସ୍ ଆଉ ଲସେସ୍ ହବ ଆମେ ତାକୁ ଡେବିଟ୍ କରିବା। ସାଲାରୀ ଆମ ପାଇଁ ଗୋଟେ ଏକ୍ସପେନ୍ସେସ୍, ତମେ ସାଲାରୀକୁ ଡେବିଟ୍ କଲେ। ଆଉ କ୍ୟାଶ ଆକାଉଣ୍ଟ ଆମ ପାଇଁ କଣ ହେଲା, ଗୋଟେ ରିଅଲ ଆକାଉଣ୍ଟ। ରିଅଲ ଆକାଉଣ୍ଟ ଅନୁସାରେ ହ୍ୱାଟ କମ୍ସ ଇନ୍ ତାକୁ ଆମେ ଡେବିଟ୍ କରିବା, ହ୍ୱାଟ ଗୋଜ୍ ଆଉଟ୍ ଆମେ ତାକୁ କ୍ରେଡିଟ୍ କରିବା। ଆମେ ସାଲାରୀ ପେ କରୁଛେ, ତ ଆମ କ୍ୟାଶ ଟା ଯାଉଛି, ତ ଯେତେବେଳେ ଯିବ ଗୋଟେ ଜିନିଷ ତ ଆମେ କଣ କରିବା, କ୍ରେଡିଟ୍ କରିବା। ହ୍ୱାଟ ଗୋଜ୍ ଆଉଟ୍ କ୍ରେଡିଟ୍ କଲେ, ତ ସାଲାରୀ ଆକାଉଣ୍ଟ ଡେବିଟ୍ ଟୁ କ୍ୟାଶ ଆକାଉଣ୍ଟ। ତାର ସେମିତି ଆମର ନାରେସନ ର ସବୁର ଆମେ ଲେଖିଛେ ବିଂ ଆମାଉଣ୍ଟ ପେଡ୍ ଫର ସାଲାରୀ। ସେ ସବୁର ନାରେସନ ତାକୁ ଯାହାବି ଉପରେ ହେଡିଙ୍ଗ କୁ ନେଇକି ଆମେ ତାକୁ ଗୋଟେ ନାରେସନ ବନେଇବା। ଏଠି ଏମିତି ଗୁଡ୍ସ ରିଟର୍ନ ବାଇ ମିଷ୍ଟର ତରୁଣ, ତମେ ଏମିତି ନାରେସନ ଲେଖିପାରିବ ବିଂ ଗୁଡ୍ସ ରିଟର୍ନ ବାଇ ମିଷ୍ଟର ତରୁଣ। ଓକେ, ଗୁଡ୍ସ ତାପରେ ଲେଖିବ ସେଲ୍ ଗୁଡ୍ସ ଟୁ ମିଷ୍ଟର ତରୁଣ, ଲେଖିଦବ ବିଂ ସେଲ୍ସ ଅଫ ଗୁଡ୍ସ ଟୁ ମିଷ୍ଟର ତରୁଣ ଅନ୍ କ୍ରେଡିଟ। ଏମିତି ଯାହା ଆମର ମେନ୍ ପର୍ଟିକୁଲାର ଜିନିଷ ଟ୍ରାଞ୍ଜାକ୍ସନ ଟା ହେଇଥିବ ତାକୁ ବେସ୍ କରିକି ଆମେ ନାରେସନ ଟା ଲେଖିବା। ଓକେ, ତାପରେ ଆସିଲା ରେଣ୍ଟ ପେଡ୍। ମନେକର ରେଣ୍ଟ ପେଡ୍ ଆମେ କରୁଛେ, ଯେମିତି ସାଲାରୀ ପେଡ୍ ହଉଛି ସେମିତି ରେଣ୍ଟ ବି ପେଡ୍ ହଉଛି। ଓକେ, ରେଣ୍ଟ ଟା ପେଡ୍ ଯେତେବେଳେ କରୁଛେ, ରେଣ୍ଟ ଆମେ ଦଉଛେ, ଘର ଭଡା ଦଉଛେ, ତ ରେଣ୍ଟ ଟା ବି ଆମ ପାଇଁ ଗୋଟେ ନୋମିନାଲ ଆକାଉଣ୍ଟ, ଆଉ ଏଇଟା ଆମ ପାଇଁ ଗୋଟେ ଏକ୍ସପେନ୍ସେସ୍। ନୋମିନାଲ ଆକାଉଣ୍ଟରେ ଆସିବ ଆଉ ଆମ ପାଇଁ ଗୋଟେ ଏକ୍ସପେନ୍ସେସ୍। ଆମେ ପଢୁଛେ ନୋମିନାଲ ଆକାଉଣ୍ଟ ଯଦି ଏକ୍ସପେନ୍ସେସ୍ ହେଇଥିବ ଆମେ ତାକୁ ଡେବିଟ୍ କରିବା, ଇନକମ୍ ଗେନ୍ସ ହେଇଥିଲେ ତାକୁ କ୍ରେଡିଟ୍ କରିବା। ତ ଯେହେତୁ ଏଇଟା ଗୋଟେ ଏକ୍ସପେନ୍ସେସ୍ ତମେ ତାକୁ ଡେବିଟ୍ କରିବା, ରେଣ୍ଟ ଆକାଉଣ୍ଟ ଡେବିଟ୍ 4,500। ତାପରେ ଟୁ କ୍ୟାଶ ଆକାଉଣ୍ଟ। କ୍ୟାଶ ଆକାଉଣ୍ଟ କଣ ପାଇଁ, କ୍ୟାଶ ଆମ ପାଖକୁ ଏଇନା ବିଜନେସ ରୁ ଯାଉଛି, ତ ହ୍ୱାଟ ଗୋଜ୍ ଆଉଟ୍ ଆମେ ତାକୁ ରିଅଲ ଆକାଉଣ୍ଟ ଅନୁସାରେ କ୍ରେଡିଟ୍ କରୁଛେ। ତ ରେଣ୍ଟ ଆକାଉଣ୍ଟ ଡେବିଟେଡ୍ ଟୁ କ୍ୟାଶ ଆକାଉଣ୍ଟ। ତ ତାର ନାରେସନରେ କଣ ଆସିଯିବ, ବିଂ ରେଣ୍ଟ ପେଡ୍। ଯୋଉ ମାସରେ ଲେଖା ବିଂ ରେଣ୍ଟ ପେଡ୍ ଫର ମନ୍ଥ ଅଫ ଜାନୁଆରୀ 2025, ଯାହାବି ଯୋଉ ମନ୍ଥ ପାଇଁ ହେଇଥିବ ମନ୍ଥ ବି ତମେ ମେନସନ କରିବ। ଓକେ, ତାପରେ ସାଲାରୀ ରିସିଭ। ଯଦି ଆମେ ଗୋଟେ ଜାଗାରୁ ସାଲାରୀ ରିସିଭ କରୁଛେ ତ ସେଇଟା କେମିତି ହେଇପାରିବ, କ୍ୟାଶ ଆକାଉଣ୍ଟ। ଏଠି କଣ ହଉଛି, ଦିଟା ଆକାଉଣ୍ଟ ଫାଷ୍ଟ ଆମର ଇନଭଲ୍ଭ ହେଲା, କଣ କ୍ୟାଶ ଆଉ ସାଲାରୀ। କ୍ୟାଶ ଆମର କୋଉ ଅଣ୍ଡରରେ ଆସିବ, କୋଉ ଆକାଉଣ୍ଟ ଅଣ୍ଡରରେ, ରିଅଲ ଆକାଉଣ୍ଟ। ଆସେଟ ଯେହେତୁ ଆମର ଏଇଟା ଗୋଟେ ପ୍ରପର୍ଟି, ୱାନ୍ ଟାଇପ ପ୍ରପର୍ଟି, ଏଟା ରିଅଲ ଆକାଉଣ୍ଟରେ ଆସିବ। ତାପରେ ସାଲାରୀ ଟା ନୋମିନାଲ ଆକାଉଣ୍ଟ। କଣ ପାଇଁ ନା ବିଜନେସ ର ଗୋଟେ ଖର୍ଚ୍ଚ। ତ କ୍ୟାଶ ଆକାଉଣ୍ଟ ଅନୁସାରେ ରିଅଲ ଆକାଉଣ୍ଟରେ ଆମେ କଣ ପଢିଥିଲେ, ହ୍ୱାଟ କମ୍ସ ଇନ୍ ଡେବିଟ୍ କରିବା, ହ୍ୱାଟ ଗୋଜ୍ ଆଉଟ୍ କ୍ରେଡିଟ୍ କରିବା। ତ କ୍ୟାଶ ଯେହେତୁ ବିଜନେସ କୁ ଆସୁଛି ତ ଆମେ ତାକୁ ଡେବିଟ୍ କରିବା, କ୍ୟାଶ ଆକାଉଣ୍ଟ ଡେବିଟ୍ ହେଲା 5,430। ଆଉ ସାଲାରୀ ଟା କଣ ହଉଛି, ନୋମିନାଲ ଆକାଉଣ୍ଟ ଅନୁସାରେ ସାଲାରୀ ଆମ ପାଇଁ ଗୋଟେ ସାଲାରୀ, ଯେତେବେଳେ ସାଲାରୀ ପେଡ୍ କରୁଛେ ଆମେ ଗୋଟେ ଏକ୍ସପେନ୍ସେସ୍, ଯେତେବେଳେ ସାଲାରୀ ରିସିଭ୍ କରୁଛେ ମାନେ ୱାନ୍ ଟାଇପ ଅଫ ଇନକମ୍ ଆମ ପାଇଁ। ତ ଏଠି କଣ ହେଇଯାଉଛି, ସାଲାରୀ ଆମ ପାଇଁ ଗୋଟେ ଇନକମ୍। ଯେତେବେଳେ ଆମେ ପଢିଥିଲେ ନୋମିନାଲ ଆକାଉଣ୍ଟ ଅନୁସାରେ ଯାହାବି ଗେନ୍ସ ଆଉ ଇନକମ୍ ହବ ତାକୁ ଆମେ କ୍ରେଡିଟ୍ କରିବା। ତ କ୍ୟାଶ ଆକାଉଣ୍ଟ ଡେବିଟ୍ ଟୁ ସାଲାରୀ ଆକାଉଣ୍ଟ ଏଠି ହେଲା। Okay, ତାପରେ ଦେଖ ରେଣ୍ଟ ରିସିଭ। ଆମେ ରେଣ୍ଟ ଟା ପେଡ୍ କରିଥିଲେ, ଏଠି ରିସିଭ କରୁଛେ, ତ ଏଠି କ୍ୟାଶ ରିସିଭ କରୁଛେ। ସେମ୍ କ୍ୟାଶ ଆକାଉଣ୍ଟ ଡେବିଟ୍ ହବ ରିଅଲ ଆକାଉଣ୍ଟ ଅନୁସାରେ, କାରଣ ଏଟା ବିଜନେସ କୁ ଆସୁଛି ପଇସା। ତାପରେ ରେଣ୍ଟ ଆକାଉଣ୍ଟ ରେ କଣ ହଉଛି, ଆମେ ଆମେ ଯାହାକୁ ଆମର ରେଣ୍ଟ ଏଠି ଇନକମ୍, ୱାନ୍ ଟାଇପ ଅଫ ଇନକମ୍ ରେଣ୍ଟ ରିସିଭ ହଉଛି। ତ ନୋମିନାଲ ଆକାଉଣ୍ଟ ଅନୁସାରେ ଯାହାବି ଆମର ଇନକମ୍ ଗେନ୍ସ ହବ ତାକୁ ଆମେ କ୍ରେଡିଟ୍ କରୁଥିଲେ। ତ କ୍ୟାଶ ଆକାଉଣ୍ଟ ଡେବିଟ୍ ଟୁ ରେଣ୍ଟ ଆକାଉଣ୍ଟ 3,000 3,000। ତାର ନାରେସନ କଣ ହବ, ବିଂ ଆମାଉଣ୍ଟ ରିସିଭ ଫର ରେଣ୍ଟ। ଓକେ, ରେଣ୍ଟ ପାଇଁ ଆମେ ରିସିଭ କରୁଛେ। ତ ସେଇ ସବୁକୁ ଦେଖିକି ଆମେ ଆମକୁ ମୁଁ ଗୋଟେ ଏକ୍ସାମ୍ପଲ କ୍ରିଏଟ କରିଛି, ତ ତାକୁ ଦେଖିକି ଆମେ ଏବେ ଟ୍ରାଞ୍ଜାକ୍ସନରେ କନଭର୍ଟ କରିବା। ଫାର୍ଷ୍ଟ ଆସିଲା ଜର୍ନାଲାଇଜ ଦ ଫଲୋଇଂ ଟ୍ରାଞ୍ଜାକ୍ସନ। 1 ଜାନୁଆରୀ କଣ ହେଇଛି, ସବିତା ଷ୍ଟାର୍ଟେଡ ବିଜନେସ ୱିଥ କ୍ୟାଶ 3 ଲାख। 3 ଲାख ଦେଇକି ସେ ବିଜନେସ ଟା ଷ୍ଟାର୍ଟ କଲା। ତ ଏଠି କୋଉ ଦିଟା ଆକାଉଣ୍ଟ ଆମର ଇନଭଲ୍ଭ ହେଲା କହିପାରିବ? ଫାର୍ଷ୍ଟ ତ କ୍ୟାଶ ଆସିଲା, ସେକେଣ୍ଡରେ କ୍ୟାପିଟାଲ ଆସିଲା ବିଜନେସ କୁ। ତ କ୍ୟାଶ ଆକାଉଣ୍ଟ କଣ ହଉଛି ଆମ ପାଇଁ, ରିଅଲ ଆକାଉଣ୍ଟ। କ୍ୟାପିଟାଲ ଟା ଗୋଟେ ପର୍ସନାଲ ଆକାଉଣ୍ଟ। ତ ପର୍ସନ କିଏ ଦଉଛନ୍ତି, ତ କ୍ୟାପିଟାଲ ଅବଭିୟସଲି ପର୍ସନ ହବ। ତ ଆମେ କ୍ୟାଶ ଯେତେବେଳେ ବିଜନେସ କୁ ଆସିଲା ଗୋଟେ ରିଅଲ ଆକାଉଣ୍ଟ, ତ ହ୍ୱାଟ କମ୍ସ ଇନ୍, ତ କ୍ୟାଶ କୁ ଆମେ କଣ କରିବା, ଡେବିଟ୍ କରିବା। ଆଉ ଆଉ କଣ ସେକେଣ୍ଡରେ କଣ ଆସିଲା, ପର୍ସନାଲ ଆକାଉଣ୍ଟ ର କ୍ୟାପିଟାଲ ଆକାଉଣ୍ଟ। ଗୋଟେ ପର୍ସନ କିଏ ଦେଇଥିବ କ୍ୟାପିଟାଲ କଣ୍ଟ୍ରିବ୍ୟୁଟ କରୁଥିବ ନା। ତ କ୍ୟାପିଟାଲ ଆକାଉଣ୍ଟରେ କଣ କରୁଛେ, ତ କ୍ୟାପିଟାଲ ଆମର ତା ଅନୁସାରେ ପଡିଥିଲେ, ଯିଏ ଗିଭର ତାକୁ ଆମେ କ୍ରେଡିଟ କରୁଥିଲେ। ଡେବିଟ୍ ତ ରିସିଭର, କ୍ରେଡିଟ ତ ଗିଭର। ଏଠି ଆମର ବିଜନେସ କୁ ପଇସା ଦଉଛନ୍ତି,
ଆମର ଯୋଉମାନେ ଓନର ମାନେ ଅଛନ୍ତି, ତ ତାଙ୍କର କ୍ୟାपिଟାଲ ଆକାଉଣ୍ଟ ଆମେ କ୍ରେଡିଟ କରିବା। ତ କ୍ୟାଶ ଆକାଉଣ୍ଟ ଡେବିଟ ଟୁ କ୍ୟାपिଟାଲ ଆକାଉଣ୍ଟ। ଦେଖ। ହୁଁ। ଆମର ଏଠି ହେଇଛି କ୍ୟାଶ ଆକାଉଣ୍ଟ ଡେବିଟ ଟୁ କ୍ୟାପିଟାଲ ଆକାଉଣ୍ଟ 3 ଲାख 3 ଲାख। ଦେଖ ଏମିତି ଡେଟ ଡେଟ ପକେଇବ। ଯୋଉ ଡେଟ ରେ ହେଇଛି ଆମର ଏଇଟା ହେଇଥିଲା 1 ଜାନୁଆରୀ ହେଇଥିଲା, ତ 1 ଜାନୁଆରୀ ପଡୁଛି 1 ଜାନୁଆରୀ 2024। ଏଇଟା କ୍ୟାଶ ଆକାଉଣ୍ଟ ଡେବିଟ ଟୁ କ୍ୟାପିଟାଲ ଆକାଉଣ୍ଟ ବିଙ୍ଗ ବିଜନେସ ଷ୍ଟାର୍ଟେଡ ୱିଥ କ୍ୟାଶ। ଆମର ନାରେସନ ବି ଲେଖିଦେଲେ କଣ ହେଇଛି। ନାରେସନ ଦେଖ ଆକୁ ଉପରୁ ଯୋଉ ଟ୍ରାଞ୍ଜାକ୍ସନ ଆମର ଯାହା ବି ହେଇଛି ତାକୁ ବି ଦେଖିକି ଲେଖିଛେ ସବିତା ଷ୍ଟାର୍ଟେଡ ବିଜନେସ ୱିଥ କ୍ୟାଶ। ତ ଆମେ ଏଠି ଲେଖିଲେ ବିଙ୍ଗ ବିଜନେସ ଷ୍ଟାର୍ଟେଡ ୱିଥ କ୍ୟାଶ 3 ଲାख 3 ଲାख। ଲେଜର ଫେଲର ଯେହେତୁ ଆମର କିଛି ଆବଶ୍ୟକ ନାହିଁ, ବଟ୍ ଆମ ଫର୍ମାଟ ରହିବା ଦରକାର। ଓକେ, ଫର୍ମାଲିଟି ରଖିବ। ପକଉନି ବଟ୍ ଫର୍ମାଲିଟି ରଖିବ। 3 ଲାख 3 ଲାख ହେଲା। ତାପରେ ସେକେଣ୍ଡ ଟ୍ରାଞ୍ଜାକ୍ସନ କୁ ଯିବା। ସେକେଣ୍ଡ ଟ୍ରାଞ୍ଜାକ୍ସନରେ ପରଚେଜ ଗୁଡସ୍ ଫର ରୁପିଜ 7050। ତ ଆମେ ଗୁଡସ୍ ପରଚେଜ କରିଛେ କେତେ ଟଙ୍କାର, 7050 ଟଙ୍କାର ଗୁଡସ୍ ପରଚେଜ କରିଛେ। ତ ଏଠି ଦିଟା ଜିନିଷ ଆସିଲା। ଫାଷ୍ଟ ତ ଯେତେବେଳେ ଗୁଡସ୍ କିଣିଥିବା ଆମକୁ ଆମେ କ୍ୟାସ୍ ଦବାକୁ ପଡିଥିବ। କ୍ୟାସ୍ ଦେଇଛେ ଆଉ ଜିନିଷଟା ଆସିଛି ତ ପରଚେଜ ଆକାଉଣ୍ଟ। ତ ପରଚେଜ ଆକାଉଣ୍ଟରେ କଣ ହଉଛି, ପରଚେଜ ଆକାଉଣ୍ଟ ନେଚର କଣ? ପରଚେଜ ଆକାଉଣ୍ଟର ନେଚର ହେଲା ନୋମିନାଲ ଆକାଉଣ୍ଟ। ନୋମିନାଲ ଆକାଉଣ୍ଟ ଅନୁସାରେ ଯାହା ବି ଏକ୍ସପେନ୍ସେସ୍ ଆଉ ଲସେସ୍ ହଉଥିବ ଆମେ ତାକୁ ଡେବିଟ୍ କରିବା। ତ ଏଠି ପରଚେଜ ଟା ଗୋଟେ ୱାନ୍ ଟାଇପ ଅଫ ଏକ୍ସପେନ୍ସେସ୍। ତ ପରଚେଜ ଆକାଉଣ୍ଟ କୁ ଡେବିଟ୍ କରିବା। ଆଉ ରହିଲା କ୍ୟାଶ। କ୍ୟାଶ ହେଲା ଆମର ଜାଣିଛେ ରିଅଲ ଆକାଉଣ୍ଟ ନେଚର। ତ ହ୍ୱାଟ ଗୋଜ ଆଉଟ୍ ଆମେ ତାକୁ କ୍ରେଡିଟ୍ କରୁଛେ। ତ ଏଠି ପରଚେଜ ଆକାଉଣ୍ଟ ଡେବିଟ୍ ଟୁ କ୍ୟାଶ ଆକାଉଣ୍ଟ। 7,750 ପକେଇବା ଆଉ ଡେଟ ରେ 3 ଜାନୁଆରୀ ପକେଇବା। ଦେଖ ଆମର ଟ୍ରାଞ୍ଜାକ୍ସନ ଦେଖିବା ଚାଲ। ଦେଖ ପରଚେଜ ଆକାଉଣ୍ଟ ଡେବିଟ୍ ଟୁ କ୍ୟାଶ ଆକାଉଣ୍ଟ। ତାର ନାରେସନ ସେମିତି ଲେଖା ହେଇଛି ବିଙ୍ଗ ଗୁଡସ୍ ପରଚେଜ ଇନ୍ କ୍ୟାଶ। କ୍ୟାଶ ଦେଇକି ଆମେ ଗୁଡସ୍ କୁ ପରଚେଜ କଲେ। ତାର ଡେଟ୍ ବି ଏଠି ମେନସନ ଅଛି। ଆଉ ଡେବିଟ୍ ଆମାଉଣ୍ଟ 7050 7050। ଓକେ। ତାପରେ ଆସିଲା ଥାର୍ଡ ଟ୍ରାଞ୍ଜାକ୍ସନ କୁ ଯିବା। ଥାର୍ଡ ଟ୍ରାଞ୍ଜାକ୍ସନ ରେ କଣ କହୁଛି, ପରଚେଜ ଗୁଡସ୍ ଫ୍ରମ ମୋହିତ ଫର 3000। ଏଠି ଯେତେବେଳେ କିଛି ନେମ୍ ଦେଇନି ତମେ ଜାଣିବ ଏଟା କ୍ୟାଶ ପରଚେଜ ହେଇଛି। ଓକେ, ଯେତେବେଳେ କିଛି ନେମ୍ ମେନସନ କରୁଛି ଆଉ କହି କିଛି ଆଉ ଲେଖା ହେଇନି, ଜାଣିବ ଏଟା କ୍ରେଡିଟ ପରଚେଜ। ଯଦି ଲେଖା ହେଇଥାନ୍ତା ପରଚେଜ ଗୁଡସ୍ ଫ୍ରମ ମୋହିତ ଫର 3000 ଇନ୍ କ୍ୟାଶ, ଯଦି କ୍ୟାଶ ଲେଖା ହେଇଥାନ୍ତା ଆମେ ଜାଣିଛେ ମୋହିତ କିଣା ହେଇଛି ତ କ୍ୟାଶ କିଣା ହେଇଛି, ତ ପରଚେଜ ଆଉ କ୍ୟାଶ ଆସିଥାନ୍ତା, ମୋହିତ ନା ଆମେ ନେଇନଥାନ୍ତେ। ବଟ ଏଠି ଲେଖା ହେଇଛି ପରଚେଜ ଗୁଡସ୍ ଫ୍ରମ ମୋହିତ, ଏଠି କ୍ୟାଶ ରେ ହେଇଛି ବୋଲି କିଛି ଲେଖା ହେଇନି। ତ ଜାଣିବା ଏଠି ମୋହିତ ଏଠି ଆମର କ୍ରେଡିଟର। ତ ମୋହିତ ଗୋଟେ ପର୍ସନାଲ ଆକାଉଣ୍ଟ ପଳେଇ ଆସିବ। ତ କ୍ରେଡିଟ ରେ କିଣା ହେଇ ଜାଣିପାରିବ। ଯେତେବେଳେ ଏଠି କିଛି ଲେଖା ହେଇନି ପରଚେଜ ଗୁଡସ୍ ଖାଲି ଲେଖା ହେଇଛି, ଜାଣିବ କ୍ୟାଶ ରେ ପରଚେଜ ହେଇଛି। ବଟ ଯେତେବେଳେ ନେମ୍ ଟା ମେନସନ ହେଇଛି ଆଉ କିଛି କ୍ୟାଶ କମ କ୍ରେଡିଟ ଲେଖା ହେଇନି, ତମେ ଜାଣିବ ଯେ ଏଟା କ୍ରେଡିଟ ପରଚେଜ। ଓକେ। ତ ପରଚେଜ ଗୁଡସ୍ ଫ୍ରମ ମୋହିତ ରେ ଦିଟା ଆକାଉଣ୍ଟ ପଳେଇ ଆସିଲା। ଫାର୍ଷ୍ଟ ପରଚେଜ ଆକାଉଣ୍ଟ ଆସିଲା, ତାପରେ ଆସିଲା ମୋହିତ। ଏଠି କ୍ୟାଶ ଆସିବନି କାରଣ କ୍ୟାଶ ଆମେ ଏପର୍ଯ୍ୟନ୍ତ ଦେଇନେ। ତ ପରଚେଜ ଆକାଉଣ୍ଟ ଆସିଲା ଆଉ ଗୋଟେ ଆସିଲା ମୋହିତ ର। ତ ମୋହିତ ଗୋଟେ ପର୍ସନାଲ ଆକାଉଣ୍ଟ। ତ ଯିଏ ଦବ ସିଏ କଣ କରୁଥିଲେ, ପର୍ସନାଲ ଆକାଉଣ୍ଟ ଅନୁସାରେ କ୍ରେଡିଟ ତ ଗିଭର ମୋହିତ ଦଉଛି, ତ ଅବଭିୟସଲି ମୋହିତ କଣ ହବ, କ୍ରେଡିଟ ହବ। ତାପରେ ପରଚେଜ ଆକାଉଣ୍ଟ ଆମେ ଦେଖିଥିଲେ ଯୋଉଟା ବି ଆମର ନୋମିନାଲ ଆକାଉଣ୍ଟ ଅନୁସାରେ ଯୋଉ ବି ଆମର ଯାହାବି ଏକ୍ସପେନ୍ସେସ୍ ଆଉ ଗେନ୍ ଲସେସ୍ ହଉଛି ଆମେ ତାକୁ ଡେବିଟ୍ କରୁଥିଲେ। ତ ପରଚେଜ ଟା ଏଠି କଣ, ୱାନ୍ ଟାଇପ ଅଫ expenses। तो परचेज अकाउंट डेबिट टू मोहित अकाउंट 3000 ତାପରେ ନାରେସନ ଲିଖିପାରିବା ବିଂ ଗୁଡ୍स परचेज फ्रॉम मोहित ऑन क्रेडिट। ओके। ଆଉ ଡେଟ୍ ପକେଇବା ଜାନୁଆରୀ 5। ଚାଲ ଦେଖିବା ଟ୍ରାଞ୍ଜାକ୍ସନ ଟା ଦେଖିବା। ଦେଖ परचेज अकाउंट डेबिट टू मोहित, ଯେହେତୁ ମୋହିତ ଆମକୁ କ୍ରେଡିଟ ରେ ଦେଇଛି ଆଉ ଯେହେତୁ ତାର ନେଚର ହେଲା ପର୍ସନାଲ ଆକାଉଣ୍ଟ ନେଚର ହେଲା କି ଯିଏ ଗିଭର ଯିଏ ତାକୁ ଆମେ କ୍ରେଡିଟ କରିବା। ତ ମୋହିତ ଆମକୁ ଗୋଟେ ଜିନିଷ ଦଉଛି ତ ସିଏ ହେଲା ଗିଭର, ତ ଆମେ ତାକୁ ଏଠି କ୍ରେଡିଟ କଲେ। ଦେଖାଛି ବିଙ୍ଗ ଗୁଡ୍ସ ପରଚେଜ ଅନ୍ କ୍ରେଡିଟ 3000 ଆଉ କଣ ପଡିଲା, ଆମେ ପକେଇଲେ 5 ଜାନୁଆରୀ 2024। 5 ଜାନୁଆରୀ ଆମର ଟ୍ରାଞ୍ଜାକ୍ସନ ହେଇଥିଲା ପକେଇଲେ। ଓକେ। ତାପରେ ଫୋର୍ଥ ଟ୍ରାଞ୍ଜାକ୍ସନ କୁ ଯିବା। ମୁଁ କହୁଛି additional capital introduced into business 50,000। ଆମେ କ୍ୟାପିଟାଲରେ ପଢିଥିଲେ ଯଦି ଆଡିସନାଲ କ୍ୟାପିଟାଲ କିଛି ଇଣ୍ଟ୍ରୋଡ୍ୟୁସ ହଉଛି ତ ଆମେ କଣ କରୁଥିଲେ, କ୍ୟାପିଟାଲ ଏଟା ଆଡ କରୁଥିଲେ। ତ ଏଠି କଣ ହବ, କ୍ୟାପିଟାଲ ଆସିଲା ଯେମିତି ପ୍ରଥମେ ବିଜନେସ ଷ୍ଟାର୍ଟ ହେଲା କ୍ୟାଶ ଆଉ କ୍ୟାପିଟାଲ ଦିଟାକୁ ନେଇକି, ଏଠି ପୁଣି ଆଡିସନାଲ କ୍ୟାପିଟାଲ ଇଣ୍ଟ୍ରୋଡ୍ୟୁସ ହେଇଛି ମାନେ ବିଜନେସ କ୍ୟାଶ ଆସିଛି। ଦିଟା ଆକାଉଣ୍ଟ ଆମର ହେଇଗଲା ଏଠି, ଗୋଟେ କ୍ୟାଶ ଆଉ ପୁଣି ସେ କ୍ୟାପିଟାଲ। ତ କ୍ୟାଶ ଟା ଆମର ଯେହେତୁ ଗୋଟେ ନେଚର ରିଅଲ ଆକାଉଣ୍ଟ,
ଆଉ ଯୋଉଟା ହ୍ୱାଟ କମ୍ସ ଇନ୍ ଆମେ ତାକୁ ଡେବିଟ୍ କରିବା। ତ କ୍ୟାଶ ଆମ ପାଖକୁ ଆସିଲା ତ କ୍ୟାଶ କୁ ଡେବିଟ୍ କରିବା। ଆଉ ଆଉ କ୍ୟାପିଟାଲ ଅନୁସାରେ କ୍ୟାପିଟାଲ ଆକାଉଣ୍ଟରେ କଣ କହିଥିଲେ, ପର୍ସନାଲ ଆକାଉଣ୍ଟ କ୍ୟାପିଟାଲ ମାନେ ଯିଏ ବି ଲୋକ ଆମର ଯିଏ ବି ଓନର ଥିବେ ସେମାନେ ଇଣ୍ଟ୍ରୋଡ୍ୟୁସ କରିଥିବେ। ତ କ୍ୟାପିଟାଲ ଆକାଉଣ୍ଟରେ ସେମିତି ହେଇଯିବ। ଯାହା ଯିଏ ଗିଭର ତାକୁ ଆମେ କ୍ରେଡିଟ କରୁଛେ। ତ କ୍ୟାଶ ଆକାଉଣ୍ଟ ଡେବିଟ୍ ଟୁ କ୍ୟାପିଟାଲ ଆକାଉଣ୍ଟ 50,000 50,000, ଏଠି ଆମର କ୍ୟାପିଟାଲ ଟା ବଢିଯିବ ବାଲାନ୍ସ ସିଟ ରେ। ଦେଖ ହେଇଗଲା କ୍ୟାଶ ଆକାଉଣ୍ଟ ଡେବିଟ୍ 50,000 ଟୁ କ୍ୟାପିଟାଲ ଆକାଉଣ୍ଟ ବିଂ ଆଡିସନାଲ କ୍ୟାପିଟାଲ ଇଣ୍ଟ୍ରୋଡ୍ୟୁସ ବାଇ ଓନର କି ଯାହାବି ସେୟାର ହୋଲ୍ଡର ଯିଏ ବି ଥାନ୍ତୁ ଆମେ ଲେଖିପାରିବା। ତ ଏଟା 7 ଜାନୁଆରୀ ହେଇଥିଲା, 7 ଜାନୁଆରୀ ପଡିଛି। ତାପରେ କ୍ୟାଶ ଆକାଉଣ୍ଟ ଯେହେତୁ ଆମେ ଜାଣିଛେ ଉପରେ ଯାହା ବି ସେମ ସେମ ଟ୍ରାଞ୍ଜାକ୍ସନ ଏଠି ବି ହେଇଛି, ଖାଲି ଏଟା ବିଜନେସ ଷ୍ଟାର୍ଟ ହେଇଥିଲା, ଏଠି ଆଡିସନାଲ କ୍ୟାପିଟାଲ ଇଣ୍ଟ୍ରୋଡ୍ୟୁସ ହେଇଛି। ତ ସେ ସେମ ପ୍ରୋସେସ ରେ ଚାଲିବ ଜର୍ନାଲ ଏଣ୍ଟ୍ରି କ୍ୟାଶ ଆକାଉଣ୍ଟ ଡେବିଟ୍ ଟୁ କ୍ୟାପିଟାଲ ଆକାଉଣ୍ଟ 50,000 50,000। ତାପରେ ନେକ୍ସଟ ଟ୍ରାଞ୍ଜାକ୍ସନ ଦେଖିବା। ନେକ୍ସଟ ଟ୍ରାଞ୍ଜାକ୍ସନ ଆସିଲା ଗୁଡ୍ସ ୱିଥଡ୍ରନ୍ ବାଇ ସବିତା ଫର ପର୍ସନାଲ ୟୁଜ। ଓକେ, ପର୍ସନାଲ ୟୁଜ ପାଇଁ ସେ 9,500 ଟଙ୍କାର ଗୁଡ୍ସ କୁ ୱିଥଡ୍ରନ୍ କରିଦେଇଛି। ତ ଆମେ ପଢିଥିଲେ ଯେତେବେଳେ ଗୁଡ୍ସ ଆମେ କିଛି ୱିଥଡ୍ରନ୍ କରୁଛେ ବିଜନେସ ରୁ, ୱିଥଡ୍ରନ୍ କରୁଛେ ମିନ୍ସ କଣ ହଉଛି, ଆମ କ୍ୟାପିଟାଲ ଆମେ କିଛି ପଇସା କାଢି ଦଉଛେ ପଢିଥିଲେ। ସେ କେସରେ କଣ ହବ, ଆମ କ୍ୟାପିଟାଲ ଏଇଟା କମେଇ ଦବ। ଠିକ, ତ ଦେଖ ଯେହେତୁ ଗୁଡ୍ସ ହେଇଛି ଟ୍ରାଞ୍ଜାକ୍ସନ ଦେଖିବା ଏବେ। ଡ୍ରଇଂସ ଆକାଉଣ୍ଟ ଆମର କଣ ହଉଥିଲା, ଯେତେବେଳେ ନୋମିନାଲ ଆକାଉଣ୍ଟରେ ଯେତେବେଳେ ସରି ପର୍ସନାଲ ଆକାଉଣ୍ଟରେ ଯେହେତୁ ଏଟା ଗୁଡ୍ସ ୱିଥଡ୍ରନ୍ ହେଇଛି ତ କିଏ ନେଇଛି, ଗୋଟେ ପର୍ସନ ହିଁ ନେଇଛି, ଯିଏ ବି ଆମର ଓନର ସିଏ ନେଇଛି। ଯେତେବେଳେ ଯିଏ ରିସିଭର ଯିଏ ରିସିଭ କରିବ ତାକୁ ଆମେ ଡେବିଟ୍ କରୁଥିଲେ। ଓକେ, ଡେବିଟ୍ ତ ରିସିଭର। ତ ଏଠି ଯୋଉ ଡ୍ରଇଂସ ଟା କି ପର୍ସନ ଗୋଟେ ୱିଡ୍ର କରୁଛି, ତ ଡ୍ରଇଂସ ଟା ଆମର ଡେବିଟ୍ ହେଇଗଲା। ଆଉ କୋଉ ଥ୍ରୋରେ ହଉଛି, ତ ଗୁଡ୍ସ ଆକାରରେ ଗୁଡ୍ସ ଟାକୁ ସେ ୱିଡ୍ରନ୍ କରୁଛନ୍ତି। ତ ଗୁଡ୍ସ ଯେତେବେଳେ ଆମେ ପରଚେଜ କରିଥିଲେ ତ ଆମେ ଡେବିଟ୍ କରିଥିଲେ। ଯଦି ଏଠି ଗୁଡ୍ସ ଟାକୁ ୱିଡ୍ରନ୍ କରୁଛନ୍ତି ମାନେ ଗୁଡ୍ସ ନେଇଯାଉଛନ୍ତି ଲାଇକ ପରଚେଜ ରିଟର୍ନ, କି ଏଠି ଗୁଡ୍ସ ଟା ଆମର ଷ୍ଟକ ରୁ ଖାଲି ହଉଛି, ତ ପରଚେଜ କୁ ଆମେ କ୍ରେଡିଟ କରିଦବା। ଡ୍ରଇଂସ ଆକାଉଣ୍ଟ ଡେବିଟ୍ ଟୁ ପରଚେଜ ଆକାଉଣ୍ଟ। ଯଦି ସେ କ୍ୟାସ ନେଇଥାନ୍ତା ତ ଡ୍ରଇଂ ଆକାଉଣ୍ଟ ଡେବିଟ୍ ଟୁ କ୍ୟାସ ହେଇଥାନ୍ତା। ସେମିତି ପରଚେଜ ଯେହେତୁ ଗୁଡ୍ସ ନେଇଛି ଡ୍ରଇଂସ ଆକାଉଣ୍ଟ ଡେବିଟ୍ ଟୁ ପରଚେଜ ଆକାଉଣ୍ଟ ହେଇଗଲା। ତ ନାରେସନରେ କଣ ଲେଖା ହେଇଛି, ବିଂ ଗୁଡ୍ସ ୱିଥଡ୍ରନ୍ ଫ୍ରମ ବିଜନେସ ଫର ପର୍ସନାଲ ୟୁଜ, ତ ପର୍ସନାଲ ୟୁଜ ପାଇଁ ନେଇଛି। ତ ଡେଟ୍ ପଡିଗଲା 17/1/2024। ଆଉ 9,500 9,500 ଯେମିତି ତମ ଲେଜର ଲେଜର ଫିଲର ଯେମିତି ରହିବା କଥା ରହିଲା। ତ ଦେଖ ଫାର୍ଷ୍ଟ ଡେଟ୍ ପର୍ଟିକୁଲାର୍ସ ଲେଜର ଫିଲ ଡେବିଟ୍ ଆମାଉଣ୍ଟ କ୍ରେଡିଟ୍ ଆମାଉଣ୍ଟ। ଓକେ, ତାପରେ ନେକ୍ସଟ ଟ୍ରାଞ୍ଜାକ୍ସନ ହେଲା ଇନକମ ଟ୍ୟାକ୍ସ ପେଡ୍ ଫର ରୁପିଜ 6,500। ଯେମିତି ଆମେ ଟ୍ୟାକ୍ସ ଯେମିତି ଆମର ସାଲାରୀ ପେ କଲେ କି ରେଣ୍ଟ ପେଡ୍ କଲେ ସେମିତି ଇନକମ ଟ୍ୟାକ୍ସ ଆମେ ପେ କରୁଛେ। ତ ବାସ୍ ତା ପାଇଁ ବି ସେମିତି ସିମ୍ପଲ ଏଣ୍ଟ୍ରି ହିଁ ହବ, କ୍ୟାଶ ଯାଉଛି ଆଉ ଦିଟା ଆକାଉଣ୍ଟ ଇନଭଲ୍ଭ, ଇନକମ ଟ୍ୟାକ୍ସ ଆଉ ଗୋଟେ ହେଲା ଆଉ ଗୋଟେ ହେଲା ଆମର କ୍ୟାଶ। କ୍ୟାଶ ଯାଉଛି ଇନକମ ଟ୍ୟାକ୍ସ ପାଇଁ, ଆଉ ଇନକମ ଟ୍ୟାକ୍ସ ଆମର ଯେହେତୁ ଗୋଟେ ଏକ୍ସପେନ୍ସେସ୍ ତ ନୋମିନାଲ ଅନୁସାରେ ଇନକମ ଟ୍ୟାକ୍ସ ଆମ ପାଇଁ ଆମେ କଣ କରିବା, ଯାହା ବି ଆମର ଏକ୍ସପେନ୍ସେସ୍ ଆଉ ଲସେସ୍ ହେଇଥିବ ଆମେ ତାକୁ ଡେବିଟ୍ କରିବା। ତ ଇନକମ ଟ୍ୟାକ୍ସ ଆକାଉଣ୍ଟକୁ ଆମେ ଡେବିଟ୍ କରିବା। ଆଉ ଯେହେତୁ ଆମ ପାଖକୁ କ୍ୟାଶ ଟା ଆମ ପାଖକୁ ଯାଉଛି ତ ହ୍ୱାଟ ଗୋଜ୍ ଆଉଟ୍ ରିଅଲ ଆକାଉଣ୍ଟ ଅନୁସାରେ ତାକୁ କ୍ରେଡିଟ କରିବା। ତ ଏଠି କ୍ୟାଶ ଯାଉଛି, ଇନକମ ଟ୍ୟାକ୍ସ ଆକାଉଣ୍ଟ ଡେବିଟେଡ ଟୁ କ୍ୟାଶ ଆକାଉଣ୍ଟ। ଦେଖ ଇନକମ ଟ୍ୟାକ୍ସ ଆକାଉଣ୍ଟ ଡେବିଟେଡ ଟୁ କ୍ୟାଶ ଆକାଉଣ୍ଟ ବି ଇନକମ ଟ୍ୟାକ୍ସ ପେଡ 6,500 6,500। ଓକେ, ତାପରେ ଆସିଲା ନେକ୍ସଟ ଟ୍ରାଞ୍ଜାକ୍ସନ କୁ ଯିବା। ସୋଲ୍ଡ ଗୁଡ୍ସ ଫର ରୁପିଜ 8,520 8,520। କୋଉଦିନ ହେଇଛି, 22 ଜାନୁଆରୀ। ତ 22 ଜାନୁଆରୀ ଆମେ ଜିନିଷ ବିକ୍ରି କରୁଛେ 8,520 ଟଙ୍କାର। ତ ଏଠି କଣ ହଉଛି, ଦେଖ ଜିନିଷ ସେଲ କଲେ ମିନ୍ସ ଆମ ପାଖକୁ ଷ୍ଟକ ରୁ ଜିନିଷ ଟା ଖାଲି ହଉଛି, ସେଲ ହଉଛି ଆଉ ପଇସା ଟା ଆସୁଛି। ସେଲ କଲା ମାନେ ଆସୁଛି ପଇସା। ତ କ୍ୟାଶ ଆକାଉଣ୍ଟ ଆସିଲା, କ୍ୟାଶ ଆକାଉଣ୍ଟ ହ୍ୱାଟ କମ୍ସ ଇନ୍ ରିଅଲ ଆକାଉଣ୍ଟ ଅନୁସାରେ କଣ ହବ, ତ ଯାହା ବି ଯେତେବେଳେ ଆସିବ ଆମେ କଣ କରୁଛେ, ହ୍ୱାଟ କମ୍ସ ଇନ୍ ତାକୁ ଡେବିଟ୍ କରିବା। ଆଉ ଯେହେତୁ ସେଲ କରୁଛେ ଆମ ପାଖକୁ ଜିନିଷ ଟା ଯାଉଛି ତ ୱାନ୍ ଟାଇପ ଅଫ ଇନକମ, ସେଲ ଟା ଆମର କଣ ୱାନ୍ ଟାଇପ ଅଫ ଇନକମ। ଆଉ ନୋମିନାଲ ଆକାଉଣ୍ଟ ଅନୁସାରେ ଆମେ ଜାଣିଛେ ଯାହାବି ଇନକମ ଆଣ୍ଡ ଗେନ୍ସ ହବ ଆମେ ତାକୁ କ୍ରେଡିଟ କରିବା। ସେଲ ଯେହେତୁ ଆମ ପାଇଁ ଗୋଟେ ଇନକମ ତ ସେଲ କୁ ଆମେ କଣ କରିବା, କ୍ରେଡିଟ କରିବା। ତ କ୍ୟାଶ ଆସୁଛି ଆଉ ସେଲ ଟା ଆମର ଜିନିଷଟା ଯାଉଛି ଆମ ୱାନ୍ ଟାଇପ ଅଫ ଇନକମ ନୋମିନାଲ ଆକାଉଣ୍ଟ ଅନୁସାରେ। ତ କ୍ୟାଶ ଆକାଉଣ୍ଟ ଡେବିଟ୍ ଟୁ ସେଲ୍ସ ଆକାଉଣ୍ଟ। ଡେବିଟ୍ ଆମାଉଣ୍ଟ କେତେ ହବ, 8,520, କ୍ରେଡିଟ୍ ଆମାଉଣ୍ଟ ବି 8,520।
ଆଉ କୋଉ ଦିନ ଜାନୁଆରୀ 22 ରେ ହେଇଛି। ଦେଖ ଟ୍ରାଞ୍ଜାକ୍ସନ ଦେଖିବା। ଦେଖ ଟ୍ରାଞ୍ଜାକ୍ସନ, କ୍ୟାଶ ଆକାଉଣ୍ଟ ଡେବିଟ ଟୁ ସେଲ୍ସ ଆକାଉଣ୍ଟ। ଓକେ, 8,520, 8,520। ଆଉ କୋଉ ଦିନ ହେଇଛି? ଏଟା 22 ଜାନୁଆରୀ ହେଇଛି। ଏଠି ମିଷ୍ଟେକଲି 21 ହେଇଯାଇଛି, ଏଟା 22 ଜାନୁଆରୀ ହବ। ଓକେ, ତ ଏଇଠି କାହାର ଡାଉଟ ରହିଲା କି? ଡାଉଟ କିଛି ଅଛି? ଆଗକୁ ଯାଉଛି। ତ ଏଇ କିଛି ରହିଲା ଆମର। ତ ଜେନେରାଲି ଯାହା ଯାହା ଘଟୁଛି ଡେ ଟୁ ଡେ ବିଜନେସ ରେ, ସେ ସବୁ ଆମେ ପଢିଦେଲେ। ଜର୍ନାଲ ରେ କଣ କଣ ହଉଛି। କିନ୍ତୁ ସମଟାଇମ କଣ ହୁଏ, ଆମକୁ କିଛି ସାଲାରୀ ଏ ବର୍ଷ ପେମେଣ୍ଟ କରିବାକୁ ଅଛି, ଆମେ ନେକ୍ସଟ ଇୟର କୁ ରଖିଦେଇଛେ ପେମେଣ୍ଟ କରିନେ। ନେକ୍ସଟ ଇୟର ପେମେଣ୍ଟ କରିବା, ବଟ ସାଲାରୀ ତ ଏଇ ବର୍ଷର। ତ ଆମକୁ କିଛି ଏକ୍ସପେନ୍ସିଭ ଅଛି ଯୋଉଟା ଆମେ ଏଇ ବର୍ଷର ଆମେ ନେକ୍ସଟ ଇୟର ପେମେଣ୍ଟ କରୁଛେ କି ଫ୍ୟୁଚର ଇୟର ପେମେଣ୍ଟ କରିବା, ବଟ ଏକ୍ସପେନ୍ସେସ୍ ତ ଏଇ ବର୍ଷର। ତ ଆମେ ଏଇ ଫାଇନାନ୍ସିଆଲ ଇୟର ସେ ସବୁ ରେକର୍ଡ କରିବା। ଆଉ କିଛି କିଛି ଅଛି କଣ, ଇନକମ ଅଛି ଯୋଉଟା କି ଆମେ ଦବାକୁ ହେଇଯାଇ, ମାନେ ଆମେ ରିସିଭ କରିପାରିବା କିନ୍ତୁ ଯେହେତୁ ଆମକୁ ମିଳିନି। ଯେମିତି ଆମର ଆଉଟଷ୍ଟାଣ୍ଡିଂ କିଛି ଏକ୍ସପେନ୍ସେସ୍ ଅଛି, ଆମକୁ ଦବାକୁ ଅଛି ଆମେ ଦେଇନି। ସେମିତି ଆଉ କିଛି ଜାଗାରୁ ଆମକୁ ପଇସା ପାଇବାର ଅଛି କିନ୍ତୁ ଆମେ ପଇସା ପାଇନି। ସେଇ ସବୁ କିନ୍ତୁ ଏଇ ବର୍ଷର ଇନକମ୍, ଆର ବର୍ଷ ରିସିଭ କରିବା ବଟ ଏଇ ବର୍ଷର ଇନକମ୍। ତ ଏଇ ଫାଇନାନ୍ସିଆଲ ଇୟର ତାକୁ ରେକର୍ଡ କରିବା। ତ ସେମିତି କିଛି କିଛି ଟ୍ରାଞ୍ଜାକ୍ସନ ଅଛି, ଯେମିତି ଆଉଟଷ୍ଟାଣ୍ଡିଂ ଏକ୍ସପେନ୍ସେସ୍ କିଛି ଅଛି। ତାପରେ କିଛି ଆକ୍ରୁଡ ଇନକମ୍ ଅଛି ଯୋଉଟା ଆମେ ପାଇବାକୁ ଅଛି ଆମେ ପାଇନେ, କି ଆମେ କିଛି କୋଉ ଜାଗାରେ ପେମେଣ୍ଟ କରିବାର ଅଛି, ଇନ ଆଡଭାନ୍ସ ପେମେଣ୍ଟ କରିଦେଇଛେ, କି ଆଡଭାନ୍ସ ରିସିଭ କରିଦେଇଛେ। ତ ସେଇ ସବୁ ଟ୍ରାଞ୍ଜାକ୍ସନକୁ ଆମେ ବ୍ରିଫଲି ଟିକେ ପଢିବା। ସେଇଟା ମୁଁ ନେକ୍ସଟ କ୍ଲାସରେ ପଢେଇବି। ଆଉଟଷ୍ଟାଣ୍ଡିଂ ଏକ୍ସପେନ୍ସେସ୍ ରୁ ଷ୍ଟାର୍ଟ କରିକି ଯେମିତି ପ୍ରିପେଡ୍ ଏକ୍ସପେନ୍ସେସ୍, ଇନକମ୍ ରିସିଭଡ ଇନ ଆଡଭାନ୍ସ, କି ଆକ୍ରୁଡ ଇନକମ୍, ଏଇ ଚାରିଟା ଟର୍ମ ବହୁତ ମାଇନେ ରଖେ। ଆମେ ତାକୁ ନେକ୍ସଟ କ୍ଲାସରେ ବୁଝିବା। ତ ଆଜି ପାଇଁ ମୁଁ ଏଇଠି ଏତିକି ପଢଉଛି। ନେକ୍ସଟ କ୍ଲାସରେ ଆଉଟଷ୍ଟାଣ୍ଡିଂ ଏକ୍ସପେନ୍ସେସ୍ ରୁ ଷ୍ଟାର୍ଟ କରିବି। ତମର କିଛି ଡାଉଟ ଅଛି କି? ମୁଁ କ୍ଲାସ ଏଣ୍ଡ କରିବି। ଏଠି କ୍ଲାସ ଏଣ୍ଡ କରୁଛି। ଥ୍ୟାଙ୍କ ୟୁ ଜଏନ୍ କରିଥିବାରୁ।